ଶ୍ରୀମଦ୍ଭାଗବତ ଷଷ୍ଠ ସ୍କନ୍ଧ ଷଷ୍ଠ ଅଧ୍ୟାୟ ଶୁକୋବାଚ। ଶୁଣ ରାଜନ ଏ ଅନ୍ତରେ ଦକ୍ଷ ଯେ ବ୍ରହ୍ମାଙ୍କ ଆଜ୍ଞାରେ ଭାରି ଯା ଅଶିକ୍ନିଙ୍କ ଠାରେ 60 କନ୍ୟା ଜନ୍ମାଇଲେ। ଧର୍ମଙ୍କୁ ଦେଲେ କନ୍ୟା 10 କଶ୍ୟପେ ଦେଲେ ତ୍ରୟୋଦଶ। 27 ଚନ୍ଦ୍ର କରେ ପ୍ରଦାନ କଲେ ଆନନ୍ଦରେ। ଭୂତ ଅଙ୍ଗିରା କୃଶାଶ୍ୱଙ୍କୁ ବେନି ବେନିଟି ଦେଲେ ତାଙ୍କୁ। ଆବର ଚାରି ଯେ କନ୍ୟାଙ୍କୁ ଅର୍ପିଲେ ତାର୍କ୍ଷ୍ୟ କାଶ୍ୟପଙ୍କୁ। ଏ ସର୍ବ କନ୍ୟାଙ୍କର ନାମ କହିବା ଶୁଣ ହେ ରାଜନ। ପ୍ରଜାପତିଙ୍କ କନ୍ୟା ଯେତେ ପୁତ୍ରବତୀ ହେଲେ ସମସ୍ତେ। ଏହାଙ୍କ ପୁତ୍ର ପୌତ୍ରମାନେ ପୂର୍ଣ୍ଣ ହୋଇଲେ ତ୍ରିଭୁବନେ। ଧର୍ମ ଯେ କନ୍ୟାଙ୍କୁ ଗ୍ରହଣ କଲେ ତାହାଙ୍କ ନାମ ଶୁଣ। ଭାନୁ ଲମ୍ବାକ କୁଭଜାମି ମୁହୂର୍ତ୍ତା ବସୁଧର୍ମ ପତ୍ନୀ। ବିଶ୍ୱାସାଧ୍ୟ ଯେ ମରୁତ୍ୱତୀ ସଂକଳ୍ପା ନାମେ ଯେହୁ ସତୀ। ଏବେ ତାହାଙ୍କ ପୁତ୍ର ନାମ କହିବା ଶୁଣ ହେ ରାଜନ। ଭାନୁର ପୁତ୍ର ହେ ରାଜନ ଦେବ ଋଷଭ ଯେ ତା ନାମ। ଋଷଭ ସୁତ ଇନ୍ଦ୍ରସେନ ବିଦ୍ୱତ ଲମ୍ବାରୁ ଜନମ। କକୁଭ ପୁତ୍ର ଯେ ସଂକଟ ତାହାର ତନୟ କିକଟ। ଦୁର୍ଗାଭିମାନୀ ଦେବଗଣ ତାଠାରୁ ହୋଇଲେ ଜନମ। ଜାମିର ପୁତ୍ର ସ୍ୱର୍ଗ ନାମ ତାଠାରୁ ନନ୍ଦୀର ଜନମ। ବିଶ୍ୱାର ତହୁଁ ବିଶ୍ୱଦେବା ତାଙ୍କୁ ଅପୁତ୍ରିକ ବୋଲିବା। ସାଧ୍ୟାର ସୁତ ସାଧ୍ୟ ଗଣ ତାତହୁଁ ଅର୍ଥ ସିଦ୍ଧି ଜନ୍ମ। ଜୟନ୍ତ ମରୁତ୍ଥାନ ଦୁଇ ଜନ୍ମିଲେ ମରୁତ୍ୱତୀ ତହିଁ। ଜୟନ୍ତ ନାମେ ଯେ ପ୍ରକାଶ ସେ ଅଟେ ବାସୁଦେବ ଅଂଶ। ଉପେନ୍ଦ୍ର ବୋଲି ଜଗତରେ ଯାକୁ ଜାଣନ୍ତି ବିଜ୍ଞନରେ। ମୁହୂର୍ତ୍ତା ଗର୍ଭେ ଦେବଗଣ ଜନ୍ମିଲେ ଅଖିଳ କାରଣ। ଏମାନେ ପ୍ରାଣୀ ହିତ ଚିନ୍ତି ସ୍ୱକାମ ଫଳକୁ ଦିଅନ୍ତି। ଯେ କାଳେ ଯେ ଫଳ ପ୍ରାଣୀରେ ଦିଅନ୍ତି ମୁହୂର୍ତ୍ତ ରୂପରେ। ସଂକଳ୍ପ ସଂକଳ୍ପାର ସୁତ ତାଠାରୁ କାମ ହେଲା ଜାତ। ବସୁର ଅଷ୍ଟବସୁ ସୁତ କହିବା ଶୁଣ ପରୀକ୍ଷିତ। ଦୁର୍ବାର୍କ ଦୋଷ ଅଗ୍ନି ଦ୍ରୋଣ ବିଭା ବସୁ ବସୁ ଯେ ପ୍ରାଣ। ଦ୍ରୋଣର ପତ୍ନୀ ଅଭିମତି ତାଠାରୁ ହୋଇଲେ ଉତ୍ପତ୍ତି। ହରଷ ଶୋକ ଭୟ ପୁଣ ଏ ଆଦି ହୋଇ ଯେତେ ଗଣ। ପ୍ରାଣର ଊର୍ଜ୍ଜସ୍ୱତୀ ନାମା ପତ୍ନୀ ଯେ ଅତୀୟ ମନୋରମା। ତାତହୁଁ ଏ ତିନି ଉଦ୍ଭବ ସହ ଆୟୁ ଯେ ପୁରୋଜବ। ଧରଣୀ ଜାୟା ଯେ ଧ୍ରୁବର ତା ଗର୍ଭୁ ଜାତ ନାନାପୁର। ଅର୍କ ନାମରେ ଯେ ବସୁର ବାସନା ନାମେ ପତ୍ନୀ ତାର। ତାତହୁଁ ତର୍ଷାଦି ତନୟ ବହୁତ ହୋଇଲେ ଉଦୟ। ଅଗ୍ନିର ଭାର୍ଯ୍ୟା ଧାରା ହେଲେ ବହୁ ପୁତ୍ର ସେ ପ୍ରସବିଲେ। ପୁଣି ତାତହୁଁ ସ୍କନ୍ଦ ହେଲେ କୃତିକା ପୁତ୍ର ବୋଲାଇଲେ। ଶର୍ବରୀ ରମଣୀ ଦୋଷର ତାତହୁଁ ଜନ୍ମ ଶିଶୁମାର। ଯେ ଶିଶୁମାର ବିଷ୍ଣୁ ଅଂଶେ ଜାତ ହୋଇଲେ ବସୁ ବଂଶେ। ଈଶ୍ୱର ଅଂଶ ସେ ଅଟଇ ଜଗତ ବ୍ୟାପିତ ସେ ହୋଇ। ବସୁ ବନିତା ଆଙ୍ଗିରସି ତହୁଁ ବିଶ୍ୱକର୍ମା ପ୍ରକାଶୀ। ସକଳ କଳାମାନଙ୍କର ସ୍ୱାମୀ ଅଟଇ ଜଗତର। ସେ ବିଶ୍ୱକର୍ମା ବିର୍ଜୁ ଜାତ ଚାକ୍ଷୁଷ ମନୁ ନାମେ ସୁତ। ବିଶ୍ୱଦେବାଦି ସାଧ୍ୟ ଯେତେ ମନୁର ପୁତ୍ର ଏ ଜଗତେ। ବିଭା ବସୁଙ୍କ ତିନି ସୁତ ଉଷା ଗର୍ଭରୁ ହେଲେ ଜାତ। ତାହାଙ୍କ ନାମ ଶୁଣ ନୃପ ବ୍ୟୁଷ୍ଟ ରୋଚିଷ୍ଠ ଯେ ଆତପ। ଏ ତିନି ପୁତ୍ରଙ୍କ ମଧ୍ୟର ଆତପ ନାମ ଅଟେ ଯାର। ତାଠାରୁ ଦିବସ ଜନମ ଯାହାର ନାମ ପଞ୍ଚଜାମ।
ଯାହେତୁ ପ୍ରାଣୀ ଜାଗରିତ ସଂସାରେ ହୁଅନ୍ତି ୟାତ ଜାତ। ଏବେ ସେ ଭୂତଙ୍କର ବଂଶ କହିବା ଶୁଣ ନର ଈଶ। ଯେ ପତ୍ନୀ ସ୍ୱରୂପା ନାମେଣ ତାଠାରୁ ଜାତ ରୁଦ୍ରଗଣ। ତାହାଙ୍କ ନାମ ଏକ ଏକ କହିବା କର ହେ ବିବେକ। ରୈବତ ଅଜ ଭବ ଭୀମ ଉଗ୍ର ବୃଷା କପି ଯେ ବାମ। ଅଜୈକ ପାଦ ଅହିର୍ବୁଧ୍ନ ମହାନ ବହୁରୂପ ନାମ। ରୁଦ୍ରର ପାରିଷଦ ଯେତେ କହିବି ଏକେ ଏକେ କେତେ। ପ୍ରେତ ବିନାୟକ ଯେ ଘୋର ଏମନ୍ତେ ଜନ୍ମିଲେ ଅପାର। ଏ ଏକାଦଶ ରୁଦ୍ରଗଣ ଜନମ ହେଲେ ପୃଥିରେଣ। ଅଙ୍ଗିରସ ଯେ ପ୍ରଜାପତି ତାହାର ପତ୍ନୀ ସ୍ୱଧା ସତୀ। ପିତୃଗଣଙ୍କୁ ସେ ଜନ୍ମାଇ ଆବର ଶୁଣ ଯାହା କହି। ସତୀର ଅଥର୍ବାଙ୍ଗିରସ ସୁତ ହୋଇଲେ ହେ ନରେଶ। କୃଶାଶ୍ୱ ନାମେ ପ୍ରଜାପତି ଅର୍ଜିଧିଷଣା ତା ଯୁବତୀ। ଧୂମକେତୁ ଯେ ଅର୍ଜି ସୁତ ଧିଷଣା ଠାରୁ ଚାରି ପୁତ୍ର। ବେଦଶିରା ମନୁ ବୈଉନ ଦେବଳ ଏ ଚାରି ନନ୍ଦନ। ତାର୍କ୍ଷ୍ୟ ନାମରେ ଯେ କଶ୍ୟପ ତା ପତ୍ନୀ ନାମ ଶୁଣ ନୃପ। ବିନତା ପତଙ୍ଗୀ ଯାମିନୀ କଦ୍ରୁ ଏ ଚାରୋଟି କାମିନୀ। ବିନତା ଗରୁଡ଼ ଅରୁଣ ଦୁଇ ସନ୍ତାନ କଲେ ଜନ୍ମ। ଗରୁଡ଼ ବିଷ୍ଣୁଙ୍କ ବାହନ ସୂର୍ଯ୍ୟଙ୍କ ସାରଥି ଅରୁଣ। ପତଙ୍ଗା ପତଙ୍ଗମାନଙ୍କୁ ଯାମିନୀ ସଲଭ ପୁତ୍ରଙ୍କୁ। କଦ୍ରୁର ଗର୍ଭୁ ନାଗ ଯେତେ ଉତ୍ପନ୍ନ ହୋଇଲେ ସମସ୍ତେ। କୃତିକା ଆଦି ଯେତେ ରକ୍ଷ ଚନ୍ଦ୍ରର ପତ୍ନୀ ଏ ପ୍ରତ୍ୟକ୍ଷ। ନିତ୍ୟେ କେବଳ ରୋହିଣୀର ପ୍ରେମରେ ବଶ ଶଶଧର। ଦେଖନ୍ତେ କନ୍ୟାଙ୍କର ଦୁଃଖ ସାପ ବିହିଲେ କୋପେ ଦକ୍ଷ। ସେ ସାପୁ କ୍ଷୟ ରୋଗେ ସୋମ ଦିନକୁ ଦିନ ହେଲେ କ୍ଷୀଣ। ଦକ୍ଷଙ୍କୁ ପ୍ରସନ୍ନ କରାଇ କଳା ଲଭିଲେ ପୁଣ ସେହି। କୃଷ୍ଣ ଶୁକ୍ଳରେ ଏହି କଳା କ୍ରମରେ କ୍ଷୟ ବୃଦ୍ଧି ହେଲା। ଏ ଅନନ୍ତରେ ମାତୃଗଣ ତାହାଙ୍କ ନାମ କହୁଁ ଶୁଣ। କଶ୍ୟପ ପତ୍ନୀମାନଙ୍କର କହିବା ନାମର ବିସ୍ତାର। ଯାହାର ଅପତ୍ୟରୁ କରି ଜଗତ ଯାକ ଅଛି ପୁରୀ। କୀର୍ତ୍ତନ କଲେ ତାଙ୍କ ନାମ ପ୍ରାଣୀ ଲଭନ୍ତି ସୁଖ ଧାମ। ତେଣୁ ମୁଁ ତୁମ୍ଭର ନିକଟେ ତାହାଙ୍କ ନାମକୁ ପ୍ରକଟେ। ଅଦିତି ଦିତି ଦନୁ ତିନି କାଷ୍ଠା ଅରିଷ୍ଟା ପୁଣ ବେନି। ସ୍ମରସାଇଲା ମୁନି ପୁଣି କ୍ରୋଧବଶା ତାମ୍ରା ତରୁଣୀ। ସୁରଭି ଶରମା ପ୍ରକାଶ ତିମି ସହିତେ ତ୍ରୟୋଦଶ। ଏହାଙ୍କର ଯେ ହେଲେ ସୁତ କହିବା ଶୁଣ ପରୀକ୍ଷିତ। ଜଳଜନ୍ତୁ ଏ ତିମିଠାରୁ ସ୍ୱାପଦେ ଶରମା ଗର୍ଭରୁ। ଗୋରୁ ମହିଷ ଆଦି ଯେତେ ଦିଖୁର ପଶୁ ଏ ସମସ୍ତେ। ସୁରଭିଠାରୁ ହେଲେ ଜାତ କହିବା ଶୁଣ ତାମ୍ରା ସୁତ। ଶ୍ୱେନ ଗୃଧ୍ରାଦି ବିହଙ୍ଗମ ମୁନିର ଅପସରିଗଣ। ଦ୍ୱନ୍ଦ୍ୱ ଶୁକାଦି ସର୍ପ ଯେତେ କ୍ରୋଧବଶା ସୁତ ସମସ୍ତେ। ଇଳାର ତହୁଁ ବୃକ୍ଷମାନ ସୁରସା ସୁତ ଜାତୁ ଧାନ। ଗନ୍ଧର୍ବେ ଅରିଷ୍ଟାର ପୁତ୍ର କାଷ୍ଠାର ଏକ ଖୁର ସୁତ। ଦନୁର 61 ସୁତ 18 ପ୍ରଧାନ ଯେ ପୁତ୍ର। ଶୁଣ କହିବା ହେ ରାଜନ ଏହାଙ୍କ ଏକ ଏକ ନାମ। ଦ୍ୱିମୂର୍ଧା ଅରିଷ୍ଟ ସମ୍ବର ହୟଗ୍ରୀବ ଯେ ଶଙ୍କୁଶିର। ବିଭାବସୁ ଯେ ଅୟୋମୁଖ ବୃଷପର୍ବା ଯେ ବିରୂପାକ୍ଷ। ଶୋର୍ଭାନୁ କପିଳ ଅରୁଣ ପୁଲୋମା ଏକ ଚକ୍ରଜାଣ। ଧୂମ୍ରକେଶ ଅନୁତାପନ ଦୁର୍ଜୟ ବିପ୍ରଚିତ୍ତି ନାମ। ଶୋର୍ଭାନୁ କୁମାରୀ ସୁପ୍ରଭା ନମୁଚି ତାଙ୍କୁ ହେଲେ ବିଭା।
राजन जे वृष परबार शर्मिष्ठा नामे कन्या बर। ଅତି ସୁନ୍ଦରୀ କନ୍ୟା ଥିଲା ଯଯାତି ତାକୁ ବିଭା ହେଲା। ଧନୁର ପୁତ୍ର ବୈଶ୍ୱାନର ଚାରୋଟି କନ୍ୟା ହେଲେ ତାର। ସେମାନେ ପରମା ସୁନ୍ଦରୀ କହିବା ନାମ ତାହାଙ୍କରି। ଉପଧାନ ବିହୟଶିରୀ କାଳକା ପୁଲୋମା ସୁନ୍ଦରୀ। ଉପଧାନ ବି କନ୍ୟା ତୁଲେ ହିରଣ୍ୟାକ୍ଷ ଯେ ବିଭା ହେଲେ। ହୟଶିରୀ ନାମେ ସୁନ୍ଦରୀ କ୍ରତୁର ସେହି ହେଲା ନାରୀ। ପୁଲୋମା କାଳକାଏ ଦୁଇ କଶ୍ୟପ ସଙ୍ଗେ ବିଭା ହୋଇ। ବ୍ରହ୍ମାଙ୍କ ଆଜ୍ଞା ପାଇ କରି କଶ୍ୟପ ବିଭାବେନି ନାରୀ। ଏ ଦୁଇ କନ୍ୟାଙ୍କ ଗର୍ଭରୁ ଦାନବେ କଶ୍ୟପ ବୀର୍ଯ୍ୟରୁ। 60,000 ସମ୍ଭୂତ ସର୍ବେ ହୋଇଲେ ବଳବନ୍ତ। ଇନ୍ଦ୍ରର ଅପ୍ରୀତି କରନ୍ତି ନିତ୍ୟେ କୁକର୍ମ ଆଚରନ୍ତି। ସର୍ବଦା ଯୁଦ୍ଧେ ରତ ହେଲେ ଋଷିଙ୍କ ଯାଗ ବିନାଶିଲେ। ପିତାର ପିତା ଯେ ତୋହର ଅର୍ଜୁନ ନାମଟି ଯାହାର। ସ୍ୱର୍ଗକୁ ଯାଇ କଲା ନଷ୍ଟ ଦାନବ ବଳବନ୍ତ ଦୁଷ୍ଟ। ଦାନବ ବିପ୍ରଚିତ୍ତି ନାରୀ ସିଂହିକା ନାମଟି ତାହାରି। ଏକ ଦାନବ ସତେ ସୁତ ତା ଗର୍ଭୁ ହୋଇଲେ ସମ୍ଭୂତ। ରାହୁ ତା ପ୍ରଥମ ନନ୍ଦନ ଶତକ ନିଷ୍ଠ କେତୁ ନାମ। ସେ ସର୍ବେ ଗ୍ରହମାନଙ୍କରେ ବିଖ୍ୟାତ ହୋଇଲେ ସଂସାରେ। ଏଥୁ ଅନ୍ତରେ ନୃପବର ଅଦିତି ବଂଶର ବିଚାର। ଯହୁଁ ଶ୍ରୀ ବ୍ରହ୍ମାଣ୍ଡ ଠାକୁର ଅଂଶେ ହୋଇଲେ ଅବତାର। ଅର୍ଜ୍ୟମା ବିବସ୍ୱାନ ତୁଷ୍ଟା ଧାତା ବିଧାତା ଯେ ସବିତା। ପୂଷା ଭାଗ ଆର ବରୁଣ ମିତ୍ର ଶକ୍ର ଯେ ଉରୁକ୍ରମ। ବିବସ୍ୱାନଙ୍କ ତହୁଁ ଜାତ ଶ୍ରଦ୍ଧା ଦେବ ହେଲେ ସାକ୍ଷାତ। ସେ ଶ୍ରାଦ୍ଧ ଦେବ ମନୁ ନାମେ ଖ୍ୟାତ ହୋଇଲା ଧରାଧାମେ। ଭାଗ୍ୟବତୀ ଜାମାଏ ଦୁଇ ଯମ ଯମୁନା ପ୍ରସବଇ। ଯେ ଜାମି ବଡ଼ ବାରୁ ପରେ ଜନ୍ମାଇ ଅଶ୍ୱିନୀ କୁମାରେ। ଛାୟାରେ ଶନିଶ୍ଚର ସୁତ ବିବସ୍ୱାନର ବୀର୍ଯ୍ୟୁ ଜାତ। ଏ ଅନନ୍ତରେ ତାର ତହିଁ ସାବର୍ଣ୍ଣୀ ମନୁ ଜାତ ହୋଇ। କନ୍ୟାଏ ହୋଇଲା ଜନମ ଯାହାର ପତି ସମ୍ବରଣ। ମାତୃକା ପତ୍ନୀ ଅର୍ଜମାର ବହୁତ ସୁତ ହେଲେ ତାର। ଏ ସର୍ବ ମନୁଷ୍ୟ ଜାତିରେ କଳ୍ପନା କଲେ ବେଦବରେ। ପୂଷା ସ୍ୱଭାବେ ଅନପତ୍ୟ ପୂର୍ବେ ତ ଥିଲା ଭଗ୍ନଦନ୍ତ। ପୂର୍ବ କାଳରେ ଦକ୍ଷ ପ୍ରତି କୁପିତ ହେଲେ ଉମାପତି। ତା ଦେଖି ପୂଷା ନିଜ ଦନ୍ତ ଦେଖାଇ ହସିଲା ବହୁତ। ଏଣୁ ତା ଦନ୍ତ ଭଗ୍ନ ହୋଇ ଏବେ କହିବା ଶୁଣ ରାୟେ। ଦୈତ୍ୟ କନ୍ୟା ପତ୍ନୀ ତୁଷ୍ଟାର ରଚନା ନାମ ସେ କନ୍ୟାର। ଏହାଙ୍କ ସତ ଶୁଣ ନୃପ ସନ୍ନିବେଶ ଯେ ବିଶ୍ୱରୂପ। ଯାହାଙ୍କୁ ସୁରଗଣମାନେ ବରିଲେ ପୁରୋହିତ ପଣେ। ଶତ୍ରୁ ମଉଳା ଯେବେ ତାର ଯେ ସେ ଯେ ସ୍ୱଭାବେ ବଳିୟାର। ତଥାପି ପୁରୋହିତ ପଣେ ବରଣ କଲେ ଦେବଗଣେ। ଯେବେ ସେ ଗୁରୁ ଆଙ୍ଗିରସ ମନରେ ହୋଇ ଅସନ୍ତୋଷ। ତାଙ୍କୁ ତେଜିଲେ ମୁନି ରାଣ ସେ ମୁନି ସକଳ କାରଣ। ସେ କଥା ସୁଜ୍ଞଜନ ହିତେ ଏ ଷଷ୍ଠ ସ୍କନ୍ଧ ଭାଗବତେ। ବୋଲଇ ଦାସ ଜଗନ୍ନାଥ ଦକ୍ଷଙ୍କ ସୃଷ୍ଟି ଏ ଜଗତ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ଷଷ୍ଠସ୍କନ୍ଧେ ଷଷ୍ଠୋऽଧ୍ୟାୟः।